हेलो एवरीवन आदर्श क्लासेस यूट्यूब चैनल को आपण मानक स्वागत। आज आम सामाजिक विज्ञान तृतीय अध्याय भूमि रूप एवं जीवन पाठर संपूर्ण प्रश्न उत्तर आलोचना करबा। वीडियो को शेष पर्यंत देखंतु। एभली भाव में अन्य सब्जेक्ट प्रश्न उत्तर वीडियो पाइबा चैनल को सब्सक्राइब करी पाखरे थिबा बेल आइकन को क्लिक कर दियंतु। वीडियो को लाइक करिकि निजर सांग मानक सह शेयर कर दियंतु। तेबे चलंतु आज आमे सामाजिक विज्ञान तृतीय अध्याय भूमि रूप एवं जीवनर संपूर्ण प्रश्न उत्तर आलोचना करिबा। ठीक अछि। तो देखो तमर प्रथम क्वेश्चन है तुम ग्राम सहर को महानगर रे केउं प्रकार भूमि रूप देखुछ एही अध्याय रे उल्लेख करा जाउतबा केउं वैशिष्ट्य गुड़िक तुम आख पाखरे देखुछ हैना। ये प्राय तो तुम निजे लिखिबो तथापि केमिति लिखिबो से विषय में वर्णना कर देछि। देखो केमिति लिखिबो से कहिछि कोन क्वेश्चन रे कोन कहिछि से क्वेश्चन रे कहिछि तुम ग्राम सहर हो महानगर रे केउं प्रकार भूमि रूप देखुछ आउ एही अध्याय रे उल्लेख करा जायतबा केउं वैशिष्ट्य गुड़िक तुमे आख पाखरे देखुछ। ठीक अछि। तो देखो केमिति लिखिबो मु रहुतबा अंचल मुख्यतः एक समतल अंचल अटे हैला। पाठ्य पुस्तक रे वर्णित समतल अंचल निम्नलिखित वैशिष्ट्य गुड़िक मु आख पाखरे देखिबो पाउछि हैला। वैशिष्ट्य कोन कोन फर्स्ट समान भूभाग आम अंचलर भूमि समुद्र पतन ठारो बेसी उच्च नुहे एवं प्राय समतल जेउठारे यातायात करिबा सहज। द्वितीय वैशिष्ट्य कोन नदी हो उर्वर मृत्तिका आम अंचल दे नदी प्रवाहित होउछि नदी द्वारा अना जाउतबा पटु माटी जोगु एठाकार जमी खूब उर्वर। कृषि कार्य मु मो आख पाखरे प्रचुर परिमाण धान चाष एवं विभिन्न प्रकार पनिपरिबा चाष हेउतबार देखुछि। घन जनबसति समतल भूमि जोगु एठारे बहुत लोक बास करते एठारे घर तैयारी करिबा पई रास्ता घाट निर्माण करिबा अन्य अंचल तुलना रे सहज ହେଲା। ଆଉ ଗୋଟେ କଣ ତ ପରିବହନ ସୁବିଧା ଏଠାରେ ରେଳପଥ ଏବଂ ସଡ଼କ ପଥର ଜାଲ ବିଛା ଯାଇଛି ଯାହା ସମତଳ ଅଞ୍ଚଳରେ ଏକ ପ୍ରମୁଖ ଲକ୍ଷ୍ୟ। ଠିକ ଅଛି। ତ ଇଏ ଥିଲା ତମର 1 ନମ୍ବର ପ୍ରଶ୍ନର ଉତ୍ତର। ଠିକ ଅଛି। ତାପରେ ଯିବା ଆମେ 2 ନମ୍ବରକୁ 2 ନମ୍ବରରେ କଣ লিখেছি ଆସ ଛୋଟନାଗପୁରରୁ ପ୍ରୟାଗରାଜ ଏବଂ ଆଲମୋଡାକୁ କରିଥିବା ପ୍ରାରମ୍ଭିକ ଯାତ୍ରାକୁ ଆଉ ଥରେ ପଢିବା ଓ ଦେଖିବା। ବାଟରେ ଯାଉଥିବା ତିନୋଟି ଭୂମି ରୂପକୁ ବର୍ଣ୍ଣନା କର। ଦେଖ ଛୋଟନାଗପୁରରୁ ପ୍ରୟାଗରାଜ ଏବଂ ଆଲାମୋଡାକୁ କରିଥିବା ପ୍ରାରମ୍ଭିକ ଯାତ୍ରାକୁ ଆଉ ଥରେ ପଢିବା ଆଉ ଦେଖିବା। ବାଟରେ ଯାଉଥିବା ବେଳେ ତିନୋଟି ଭୂମି ରୂପକୁ ବର୍ଣ୍ଣନା କର। ତ ବାଟରେ ଯାଉଥିବା ବେଳେ ତିନୋଟି ଭୂମି ରୂପ କଣ କଣ ସବୁ ଦେଖନ୍ତି। ଦେଖ କଣ କଣ ତିନୋଟି ଭୂମି ରୂପ ପ୍ରଥମେ ମାଳଭୂମି ଛୋଟନାଗପୁର ଏକ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ମାଳଭୂମି। ତାପରେ ସମତଳ ଅଞ୍ଚଳ ପ୍ରୟାଗରାଜ ଗାଙ୍ଗେୟ ସମତଳ ଅଞ୍ଚଳରେ ଅବସ୍ଥିତ ଆଉ ପର୍ବତ ଆଲମୋଡ ହିମାଳୟର ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ। ତେବେ ଏହି ତିନୋଟି ଭୂମିରୂପ କଣ ଦେଖାଯାଏ। ତାପରେ ଯିବା ଆମେ 4 ନମ୍ବର 4 ନମ୍ବର କଣ ଦେଇଛି ଭୁଲ କି ଠିକ କହ କୋଉଟା ଭୁଲ ଆଉ କୋଉଟା ଠିକ କହିବାକୁ କହିଛି। तो देखो देखो प्रथम क्वेश्चन कौन देछि हिमालय हेउछि गोलाकार शीर्ष थिबा
ଯୁବ ଭଙ୍ଗିଳ ପର୍ବତ ସମ୍ପୂର୍ଣ୍ଣ ଠିକ ହେଲା। ଗୋଟିଏ ପଟୁ ମାଳଭୂମି ପ୍ରାୟ ଉଠିକରି ରହିଥାଏ। ଗୋଟିଏ ପଟୁ ମାଳଭୂମି କଣ ଯେ ପ୍ରାୟ ଉଠିକରି ରହିଥାଏ। ଠିକ ଅଛି। ହିମାଳୟ ହଉଛି ଗୋଟେ ଗୋଲାକାର ନା ଗୋଲାକାର ନୁହେଁ, ଇଏ କଣ ହବ ନା ଗୁଜିଆ ହବ ହେଲା, ଗୁଜିଆ, ଇଏ ଭୁଲ। ଠିକ ଅଛି, 2 ନମ୍ବର ଠିକ ଅଛି। ପର୍ବତ ଓ ପାହାଡ ସମାନ ପ୍ରକାର ଭୂମିରୂପ ଅଟେ। ପର୍ବତ ଆଉ ପାହାଡ ସମାନ ପ୍ରକାର ଭୂମିରୂପ କି ନା, ଇଏ ଭୁଲ ଅଛି ହେଲା। ଏମାନେ କଣ ଉଚ୍ଚତା ଓ ଗଠନରେ ପାର୍ଥକ୍ୟ ଦେଖାଯାଏ ପର୍ବତ ଆଉ ପାହାଡ। ଭାରତର ପର୍ବତ, ମାଳଭୂମି ଓ ନଦୀରେ ସମାନ ପ୍ରକାର ଉଦ୍ଭିଦ ଆଉ ଜୀବଜନ୍ତୁ ବାସ କରନ୍ତି ନା। ସମାନ ପ୍ରକାର ଉଦ୍ଭିଦ ଆଉ ଜୀବଜନ୍ତୁ ବାସ କରନ୍ତି ନାହିଁ। ଗଙ୍ଗା ନଦୀ ଯମୁନାର ଏକ ଉପନଦୀ କି ନା। ଯମୁନା ହଉଛି କଣ ଗଙ୍ଗାର ଗୋଟେ ଉପନଦୀ, ଇଏ ଭୁଲ ଅଛି। ମରୁଭୂମିରେ ସ୍ୱତନ୍ତ୍ର ଉଦ୍ଭିଦ ଆଉ ଜୀବଜନ୍ତୁ ଦେଖିବାକୁ ମିଳେ। ମରୁଭୂମିରେ ସ୍ୱତନ୍ତ୍ର ଉଦ୍ଭିଦ ଆଉ ଜୀବଜନ୍ତୁ ଦେଖିବାକୁ ମିଳେ, ଠିକ ଅଛି। ବରଫ ତରଳିବା ହେତୁ ନଦୀର ଜଳସ୍ତର ବୃଦ୍ଧି ପାଇଥାଏ, ଠିକ ଅଛି ହେଲା। ନେକ୍ସଟ ଯିବା। ସମତଳ ଅଞ୍ଚଳରେ ଜମା ହୋଇଥିବା ନଦୀ ଗୁଡିକର ପଟୁ ମାଟିରୁ ଉର୍ବର ଜମି ପ୍ରସ୍ତୁତ ହୋଇଥାଏ, ଠିକ ଅଛି। ସବୁ ମରୁଭୂମି ଗରମ ଆଉ ଉଷ୍ମ ନା। ଅଧା ଗୋଟେ ମରୁଭୂମି କିନ୍ତୁ ଏଠାରେ କଣ ଶୀତ ହେଇଥାଏ ହେଲା, ଇଏ ଗୋଟେ କଣ ଶୀତଳ ମରୁଭୂମି, ସେଥିପାଇଁ ଇଏ କଣ ସମ୍ପୂର୍ଣ୍ଣ ଭୁଲ। ଓକେ, ତାପରେ ଯିବା 5 ନମ୍ବର ପ୍ରଶ୍ନ କଣ ଦେଇଛି। ସାରଣୀର ବାମ ପଟରେ ଥିବା ଶବ୍ଦ ଗୁଡିକୁ ଡାହାଣ ପଟର ଠିକ ଶବ୍ଦ ସହ ମିଳାଅ। ମିଳେଇବା, ଦେଖ ଏଭରେଷ୍ଟ ଗିରିଶୃଙ୍ଗ, ଏଭରେଷ୍ଟ ଗିରିଶୃଙ୍ଗ କଣ ହେଇଯିବ ପର୍ବତ ଆରୋହଣ ହେଲା। ଭେଳା, ଭେଳା କଣ ହେଇଯିବ, ଭେଳା ଗୋଟେ କଣ ଭେଳା ଗୋଟିଏ କଣ ଜଳପଥ, ଠିକ ଅଛି। ଓଟ, ଓଟ କଣ, ଓଟ ହେଇଯିବ କଣ ମରୁଭୂମି। ମାଳଭୂମି, ମାଳଭୂମି କଣ ହବ ପୃଥିବୀର ଛାତ ହେଲା, ପୃଥିବୀର ଛାତ। ତାପରେ ଗାଙ୍ଗେୟ ସମତଳ ଅଞ୍ଚଳ କଣ ହବ, ଗାଙ୍ଗେୟ ସମତଳ ଅଞ୍ଚଳ ଗୋଟେ କଣ ଧାନ କ୍ଷେତ ହେଲା। ତାପରେ କିଲି ମଞ୍ଜର ଗିରିଶୃଙ୍ଗ, ଇଏ କଣ ହେଇଯିବ ଆଫ୍ରିକା। ଯମୁନା, ଯମୁନା ଗୋଟେ କଣ ଉପନଦୀ, ଯମୁନା ଗୋଟେ କଣ ଉପନଦୀ ହେଲା। ଗଙ୍ଗା ଗୋଟିଏ କଣ ନଦୀ, ଯମୁନା ଗୋଟେ କଣ ଉପନଦୀ, ଠିକ ଅଛି। ଏଠି ଏଇ ଯୋଉ ଭେଳା, ଜଳପଥ, ଗଙ୍ଗା ଆଉ ନଦୀ ଏତିକି ତମର ଭୁଲ ଅଛି ହେଲା। ମୁଁ ଯେମିତି କଲି ସେମିତି ଲେଖିଦବ, ଠିକ ଅଛି। ଏପଟ ସେପଟ ଟିକେ ଭୁଲ ହେଇଯାଇଛି, ବହିରେ ତମର ଭୁଲ ହେଇଛି, ଠିକ ଅଛି। ତ ଇଏ ଥିଲା ତମର ଟିକେ ତମର 3 ନମ୍ବର ପ୍ରଶ୍ନ ଆମେ ଛାଡି ଦେଇଛେ। 3 ନମ୍ବର କଣ ଦେଇଛି, ଭାରତର କେତେକ ପ୍ରସିଦ୍ଧ ତୀର୍ଥସ୍ଥାନ ସହିତ ସେଗୁଡିକ କେଉଁ ଭୂମି ରୂପରେ ଦେଖିବାକୁ ମିଳେ ତାହାର ତାଲିକା କର ହେଲା। ଭାରତର କେତେକ ପ୍ରସିଦ୍ଧ ତୀର୍ଥସ୍ଥାନ ଆଉ ସେଗୁଡିକ କେଉଁ ଭୂମି ରୂପରେ ଦେଖିବାକୁ ମିଳେ। ଦେଖ ପ୍ରଥମେ ପୁରୀ ଜଗନ୍ନାଥ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର କୋଉଠି ନା ସମତଳ ଉପକୂଳ ଅଞ୍ଚଳରେ ଦେଖିବାକୁ ମିଳେ। ବଦ୍ରୀନାଥ, କେଦାରନାଥ ପାର୍ବତ୍ୟ ଅଞ୍ଚଳରେ ଦେଖିବାକୁ ମିଳେ। ତିରୁପତି ପାର୍ବତ୍ୟ ଆଉ ମାଳଭୂମି ଅଞ୍ଚଳରେ ଦେଖିବାକୁ ମିଳେ। ହରିଦ୍ୱାର ସମତଳ ଅଞ୍ଚଳ ବା ପାହାଡର ପାଦ ଦେଶରେ ଦେଖିବାକୁ ମିଳେ, ଠିକ ଅଛି। ତ ଏମିତି କିଛି ତୀର୍ଥସ୍ଥାନ ସେମାନେ କେଉଁ ଭୂମି ରୂପରେ ଦେଖାଯାଆନ୍ତି ଲେଖିବ। ତ ଆଜି ଆମେ ଭୂମି ରୂପ ଏବଂ ଜୀବନ ପାଠର ସମ୍ପୂର୍ଣ୍ଣ ପ୍ରଶ୍ନ ଉତ୍ତର ଆଲୋଚନା କରିସାରିଲେ। ଆଶା କରୁଛି ଭିଡିଓଟି ନିଶ୍ଚୟ ରୂପେ ଭଲ ଲାଗିଥିବ। ଯଦି ଭଲ ଲାଗେ ତାହେଲେ ଗୋଟେ ଲାଇକ୍ କରନ୍ତୁ। ଆଉ ଏମିତି ଅନ୍ୟ ବିଷୟ ଗୁଡ଼ିକର ପ୍ରଶ୍ନ ଉତ୍ତର ଭିଡିଓ ପାଇବା ପାଇଁ ଆମ ଚ୍ୟାନେଲ ଆଦର୍ଶ କ୍ଲାसेସକୁ
सब्सक्राइब करी पाखरे थिबा बेल आइकन को ऑन कर दियंतु वीडियो को लाइक भी करिकि निजर सांगମାନଙ୍କ सह शेयर कर दियंतु। तो आज पे एतिकी पुणी देखा हबा में आ गोटे वीडियो रे धन्यवाद।